ପୁଣି ଏକ ଜୀବନ ନେଲା 49 ନମ୍ବର ଜାତୀୟ ରାଜପଥ। ଜୀବନର ସଡ଼କଟିଏ ଭବିଷ୍ୟତ ଗଠନର ଏକ ଲମ୍ବା ରାସ୍ତାରେ ପାଦ ଥାପି ମଣିଷ ତାର ଜୀବନଯାତ୍ରାରେ ଆଗେଇ ଚାଲିଥାଏ। ଅନେକ ସ୍ୱପ୍ନ, ଅନେକ ବିଶ୍ୱାସ ଓ ଭରସା ନେଇ ନିରାପଦ ଭାବରେ ରାଜରାସ୍ତାରେ ଯାଉଥାଏ ମଣିଷଟିଏ। କିନ୍ତୁ ବେଳେବେଳେ ଯେ ସେହି ରାସ୍ତା ମଧ୍ୟରେ କାଳଜମ ଛପି ବସିଥାଏ, ସେ ବିଷୟରେ ବାଟୋଇଟି ଜାଣି ନଥାଏ। ଯେଉଁ ରାସ୍ତାରେ ମଣିଷ ତାର ବହୁମୂଲ୍ୟ ଜୀବନ ଜୀବିକାରେ ଏକ ନୂତନ ଭବିଷ୍ୟତ ଗଢ଼ିଥାଏ, ଭାଗ୍ୟର ବିଡ଼ମ୍ବନା ଗ୍ରାସ କରି ବସିଲେ ସେହି ରାସ୍ତା ମଣିଷର ବହୁମୂଲ୍ୟ ଜୀବନକୁ ନେଇ ଯାଇଥାଏ। ଆଜିକା ଦୁନିଆରେ ବ୍ୟସ୍ତବହୁଳ ଜୀବନଯାତ୍ରାରେ ସମ୍ମୁଖୀନ ହୋଇ ରାସ୍ତା ଉପରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟି ଚାଲିଛି। କେତେବେଳେ ରାସ୍ତା ଦୁର୍ଘଟଣାରେ ଶିକାର ହୋଇ କିଏ ଗୁରୁତର ହୋଇ ପଙ୍ଗୁ ହୋଇଯାଉଛି, ତ କିଏ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଯାଉଛି। ସେମିତି ଏକ ରାସ୍ତା କେନ୍ଦୁଝର ଦେଇ କଲିକତା ଅଭିମୁଖେ ଲମ୍ବି ଯାଇଥିବା 49 ନମ୍ବର ଜାତୀୟ ରାଜପଥ। ଏହି 49 ନମ୍ବର ଜାତୀୟ ରାଜପଥରେ ସଦର ବ୍ଲକ ଅନ୍ତର୍ଗତ ବେଲେଦା ଠାରୁ ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ପର୍ଯ୍ୟନ୍ତ ଅନେକ ସମୟରେ କିଛି ନା କିଛି ଛୋଟ ବଡ଼ ଦୁର୍ଘଟଣା ଘଟି ଚାଲୁଛି। କେତେବେଳେ ଦ୍ରୁତଗତି ତ କେତେବେଳେ ମଦ୍ୟପାନ। ତା ସହିତ ସଡ଼କ ସୁରକ୍ଷାର ନିୟମ ଉଲ୍ଲଂଘନ କରି ଭୟଙ୍କର ସଡ଼କ ଦୁର୍ଘଟଣାରେ ଶିକାର ହେଉଛନ୍ତି ନିରୀହ ସାଧାରଣ ବ୍ୟକ୍ତି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରିରେ ଲମ୍ବି ଯାଇଥିବା 49 ନମ୍ବର ଜାତୀୟ ରାଜପଥ ଏବେ ପାଲଟି ଯାଇଛି ମରଣ ଯନ୍ତା। ଏହି ଅଞ୍ଚଳରେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଜୀବନ ହାନି ହେଉଥିବା ବେଳେ ଏହି ରାସ୍ତାରେ ଚାଲିବା ପାଇଁ ଲୋକ ଏବେ ଭୟ କରୁଛନ୍ତି। ଗତ ତାରିଖ 5/2/2025 ଅପରାହ୍ନରେ ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ଗ୍ରାମ ପଞ୍ଚାୟତ ଭୁଲୁଦା ଗ୍ରାମର 75 ବର୍ଷ ବୟସ୍କ ଋଷିନାଥ ନାୟକ ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ କାର ସହିତ ମୁହାଁମୁହିଁ ହୋଇଯାଇଥିଲେ, ଯାହାଫଳରେ ଦୁର୍ଘଟଣାରେ ଋଷିନାଥ ନାୟକଙ୍କ ମୃତ୍ୟୁ ଘଟିଯାଇଛି। ଦୁର୍ଘଟଣା ଘଟାଇ କାରଟି ଦ୍ରୁତ ଗତିରେ ଚାଲି ଯାଇଥିବା ବେଳେ ଦୁର୍ଘଟଣାରେ ଗୁରୁତର ହୋଇଥିବା ଋଷିନାଥ ନାୟକଙ୍କୁ ଟୋଲଗେଟ୍ ଆମ୍ବୁଲାନ୍ସ ଦ୍ୱାରା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ତୁରୁମୁଙ୍ଗା ପୋଲିସ ମୁଖ୍ୟ ଚିକିତ୍ସାଳୟକୁ ଯାଇ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ପୋଷ୍ଟମର୍ଟମ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାକୁ ତୁରୁମୁଙ୍ଗା ପୋଲିସ ତଦନ୍ତ କରି ଦୁର୍ଘଟଣା ଘଟାଇଥିବା କାରକୁ ଠାବ କରିବା ପ୍ରୟାସ ଜାରି ରଖିଛନ୍ତି। ଏମିତି ଅନେକ ସମୟରେ ଏହି ଅଞ୍ଚଳରେ ଦୁର୍ଘଟଣା ଘଟି ଚାଲିଥିବା ବେଳେ ପ୍ରଶାସନ ତରଫରୁ ବିହିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି। ତା ସହିତ ଖିରେଇ ଟାଙ୍ଗିରି ବଜାର ଏକ ଜନଗହଳିପୂର୍ଣ୍ଣ ବଜାର ହୋଇଥିବା ଯୋଗୁଁ ଏଠାରେ ଏକ ହମ୍ପସ କରିବା ପାଇଁ ବହୁ ପୂର୍ବରୁ ଦାବି ହୋଇଆସୁଛି। ତା ସହିତ ଏହି ରାସ୍ତାରେ ଆଲୋକୀକରଣର ସୁବ୍ୟବସ୍ଥା ନଥିବା ଯୋଗୁଁ ଦୁର୍ଘଟଣାର କାରଣ ମଧ୍ୟ ପାଲଟି ଯାଉଛି। ସଡ଼କକୁ ସୁରକ୍ଷିତ ରଖିବା ପାଇଁ ଖୁବ୍ ଶୀଘ୍ର ଏଠାରେ ହମ୍ପସର ବ୍ୟବସ୍ଥା କରିଲେ ଦୁର୍ଘଟଣା କିଛି ମାତ୍ରାରେ ରୋକାଯାଇପାରିବ ବୋଲି ଜନସାଧାରଣ ଆଶା ବାନ୍ଧିଛନ୍ତି। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।